ओम नमो भगवते वासुदेवाय। नारायण नमस्कृत्यं नरश्चैव नरोत्तमं देवी सरस्वती व्यासं ततो जयमुदीरये। नष्टप्रायेषु अभद्रेषु नित्यं भागवत सेवया भागवत उत्तम श्लोके भक्तिर्भवति नैष्टिके। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात देशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। श्रीमद् भागवतम तृतीय स्कंद नवम अध्याय सृजनी शक्ति निमित्त ब्रह्मंकर प्रार्थना। श्लोक क्रमांक 5। जेतु त्वदीय चरणाम्बुज कोश गंधम जिघ्रन्ति कर्णवीवरे श्रुतिवातनीतं भक्त्या गृहीतं चरणः परया च तेषां नापेसि नाथ हृदयाम्बुर्हात् स्वपुंसाम्। जे ଯେଉଁମାନେ ତୁ କିନ୍ତୁ ତୋଦୀୟ ଆପଣଙ୍କର ଚରଣ ଅମ୍ବୁଜ ପାଦ ପଦ୍ମ କୋଶ ଅଭ୍ୟନ୍ତର ଗନ୍ଧମ ସୁଗନ୍ଧ ଜିଘ୍ରନ୍ତି ଆଘ୍ରାଣ କରନ୍ତି କର୍ଣ୍ଣ ବିବରେଃ କର୍ଣ୍ଣ ରନ୍ଧ୍ର ଦ୍ୱାରା ଶ୍ରୁତି ବାତ ନିତମ ବୈଦିକ ଧ୍ୱନି ତରଙ୍ଗ ରୂପ ବାୟୁ ଦ୍ୱାରା ଆନିତ ଭକ୍ତ୍ୟା ଭକ୍ତି ଯୋଗରେ ଗୃହୀତ ଚରଣ ପାଦ ପଦ୍ମକୁ ସ୍ୱୀକାର କରି ପରୟା ଦିବ୍ୟ ଚ ମଧ୍ୟ ତେଷାଂ ସେମାନଙ୍କ ପାଇଁ ନ କେବେ ନୁହେଁ ଅପେଶି ଭିନ୍ନ ନାଥ ହେ ମୋର ପ୍ରଭୁ ହୃଦୟ ଅମ୍ବୁରୁହାତ୍ ପଦ୍ମରୁ ସୁପୁଂସାମ୍ ଆପଣଙ୍କର ନିଜ ଭକ୍ତମାନଙ୍କର। ଅନୁବାଦ। ପ୍ରଭୁ ଯେଉଁ ସମସ୍ତ ଶୁଦ୍ଧ ଭକ୍ତ ଆପଣଙ୍କର ପାଦପଦ୍ମର ସୌରଭ ବେଦ ରୂପ ଗନ୍ଧବହ ଯୋଗେ ପ୍ରାପ୍ତ ହୋଇ କର୍ଣ୍ଣରନ୍ଧ୍ର ଦ୍ୱାରା ଆଘ୍ରାଣ କରନ୍ତି ଅର୍ଥାତ୍ ଆଦରର ସହିତ ଆପଣଙ୍କର କଥା ଶ୍ରବଣ କରନ୍ତି ଏବଂ ପ୍ରେମ ଲକ୍ଷଣ ଯୁକ୍ତ ଭକ୍ତି ଯୋଗରେ ଆପଣଙ୍କର ଚରଣ ପଦ୍ମକୁ ପରମ ପୁରୁଷାର୍ଥ ରୂପେ ଗ୍ରହଣ କରନ୍ତି, ହେ ନାଥ ସେମାନଙ୍କ ହୃଦୟ କମଳରୁ ଆପଣ କେବେ ହେଲେ ଦୂରେଇ ଯାଆନ୍ତି ନାହିଁ। ଭାବାର୍ଥ ଶ୍ରୀଲ ପ୍ରଭୁପାଦ କି ଜୟ। ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କ ପକ୍ଷରେ ଭଗବାନଙ୍କର ପାଦପଦ୍ମ ବ୍ୟତୀତ ଅନ୍ୟ କିଛି ବସ୍ତୁ ନାହିଁ ଏବଂ ଭଗବାନ ଜାଣନ୍ତି ଏ ପ୍ରକାର ଭକ୍ତଗଣ ଏହାଠାରୁ ଅଧିକ କିଛି ଚାହାନ୍ତି ନାହିଁ। ଏଠାରେ ବ୍ୟବହୃତ ତୁମ୍ ଶବ୍ଦ ଏହା ହିଁ ପ୍ରତିପାଦନ କରୁଅଛି। ଭଗବାନ ମଧ୍ୟ ଶୁଦ୍ଧ ଭକ୍ତମାନଙ୍କର ହୃତ୍ ସରଜରୁ ଦୂରେଇ ଯିବାକୁ ଇଚ୍ଛା କରନ୍ତି ନାହିଁ। ଏହା ହିଁ ହେଉଛି ଶୁଦ୍ଧ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ଦିବ୍ୟ ସମ୍ବନ୍ଧ। ଯେହେତୁ ଭଗବାନ ଏ ପ୍ରକାର ଶୁଦ୍ଧ ଭକ୍ତମାନଙ୍କର ହୃଦୟ ପରିତ୍ୟାଗ କରିବାକୁ ଇଚ୍ଛା କରନ୍ତି ନାହିଁ, ତେଣୁ ଏଥିରୁ ସୂଚିତ ହେଉଛି ଯେ ଏହି ଶୁଦ୍ଧ ଭକ୍ତଗଣ ନିରାକାରବାଦୀଙ୍କ ଠାରୁ ଭଗବାନଙ୍କର ଅଧିକ ପ୍ରିୟ ଅଟନ୍ତି। ଶୁଦ୍ଧ ଭକ୍ତମାନଙ୍କର ଭଗବାନଙ୍କ ସହ ଯେଉଁ ସମ୍ବନ୍ଧ ତାହା କ୍ରମଶଃ ବୃଦ୍ଧି ଲାଭ କରେ, କାରଣ ସେହି ଭକ୍ତଗଣ ବୈଦିକ ପ୍ରମାଣ ବା ନୀତି ଅନୁଯାୟୀ ଭକ୍ତି ଯାଜନ କରନ୍ତି। ଏହି ଶୁଦ୍ଧ ଭକ୍ତଗଣ ପ୍ରକୃତ ଭାବୁକ ନୁହନ୍ତି। ଏ ପ୍ରକାର ଏମାନେ ବାସ୍ତବବାଦୀ ଅଟନ୍ତି, କାରଣ ଏମାନଙ୍କର କ୍ରିୟାକଳାପ ବୈଦିକ ଅଧିକାରୀମାନଙ୍କ ଦ୍ୱାରା ଅନୁମୋଦିତ ହୋଇଥାଏ। ସେହିମାନେ ବୈଦିକ ଅଧିକାରୀ ଅଟନ୍ତି ଯେଉଁମାନେ ବେଦବର୍ଣ୍ଣିତ ବିଷୟବସ୍ତୁକୁ ଶ୍ରୋତ ପନ୍ଥାରେ ଶ୍ରବଣ କରିଥାନ୍ତି। ଏ ଶ୍ଲୋକରେ ବ୍ୟବହୃତ ପରୟା ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। ପରାଭକ୍ତି ବା ସ୍ୱତଃସ୍ପୃହ ଭଗବତ ପ୍ରେମ ଅନ୍ତରଙ୍ଗ ଭଗବତ ସମ୍ବନ୍ଧର ଭିତ୍ତିଭୂମି ଅଟେ। ଏହି ସର୍ବୋଚ୍ଚ ଭଗବତ ସମ୍ବନ୍ଧ କେବଳ ଶ୍ରବଣ ଦ୍ୱାରା ଲାଭ କରାଯାଇପାରେ। ଭଗବାନଙ୍କର ଶୁଦ୍ଧ ଐକାନ୍ତିକ ଭକ୍ତିଗଣ ମୁଖରୁ ଶ୍ରୀମଦ୍ ଭଗବତ ଗୀତା ଶ୍ରୀମଦ୍ ଭାଗବତଙ୍କ କଥା ଶ୍ରବଣ କଲେ, ଭଗବାନଙ୍କର ନାମ ଗୁଣ ରୂପ ଲୀଳା ଆଦିର କଥା ଶ୍ରବଣ କଲେ ଏହା ଲାଭ କରାଯାଇପାରେ। ହରେ କୃଷ୍ଣ। ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଲାକୟା ଚକ୍ଷୁରୁନ୍ମିଳିତ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। तो बहुत बहुत धन्यवाद। सर्वप्रथमे आपण मैंने जो मैंने आमर ऑनलाइन क्लास माध्यम
ହରିକଥା ଶ୍ରବଣ ପାଇଁ ଇଚ୍ଛୁକ ଅଛନ୍ତି, ନିଜର ମୂଲ୍ୟବାନ ସମୟ ଦେଇଛନ୍ତି। ଏବଂ ତ ସହିତ ଆମେ ଧନ୍ୟବାଦ ଦେଉଛୁ ସମସ୍ତ ଇସ୍କନ ଆଉଟପୋଷ୍ଟ ବାତଳର ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ, ମାତାଜୀ ବୃନ୍ଦ ଏବଂ ବିଶେଷ କରି ଆମର ଶିକ୍ଷାଗୁରୁ ବିନ୍ଦୁ ମାଧବ ପ୍ରଭୁ ଏତେ ସୁନ୍ଦର ଭାବରେ ଆମମାନଙ୍କ ପାଇଁ ସୁବ୍ୟବସ୍ଥା କରିଛନ୍ତି। ଏବଂ ମୋର କୌଣସି ପ୍ରକାର ଏତେଟା ଯୋଗ୍ୟତା ନଥାଏ ମଧ୍ୟ ପ୍ରଭୁ ଯେ ଆମକୁ ବାରମ୍ବାର ସେବା ଦିଅନ୍ତି, ବିଭିନ୍ନ ପ୍ରକାର ସେବା, ଏବଂ ତା ଭିତରେ ଭାଗବତ କଥା ମଧ୍ୟ ଏକ ଅନ୍ୟତମ। ତ ପ୍ରଭୁ ଯେ ଅତି ସୁନ୍ଦର ହୃଦୟସ୍ପର୍ଶୀ ତାଙ୍କର ବାଣୀ, ସେ ତାଙ୍କର ଆଚରଣ ମାଧ୍ୟମରେ କଥାକୁ ପ୍ରକାଶ କରନ୍ତି। ଏମିତି ଲାଗେ ସେ ଯାହା କରନ୍ତି ତାହା କହନ୍ତି, ଏଭଳି ଭାବରେ ତାଙ୍କ କଥାରୁ ପ୍ରତୀୟମାନ ହୁଏ ପ୍ରଭୁଜୀଙ୍କର। କିନ୍ତୁ ତଥାପି ଆମର ଶୁଦ୍ଧିକରଣ ପାଇଁ ପ୍ରଭୁଜୀ ଆମକୁ କିଛି ସେବା ଦେଇଛନ୍ତି। ଆମେ ଚେଷ୍ଟା କରିବା ଆପଣମାନଙ୍କ ଆଗରେ କିଛି ସମୟ ଭାଗବତ ସେବା କରିବା ପାଇଁ, ଯଦିଓ ମୋର କୌଣସି ଯୋଗ୍ୟତା ନାହିଁ। ବହୁତ ବରିଷ୍ଠ ଏବଂ ସେବାକାରୀ ଭକ୍ତମାନେ ଉପସ୍ଥିତ ଅଛନ୍ତି। ହରେ କୃଷ୍ଣ, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ତ ଭାଗବତମ ଶ୍ରବଣ କରିବା ଦ୍ୱାରା ଲାଭ ଏଭଳି ବର୍ଣ୍ଣନା କରାଯାଇଛି କି ଯେଉଁମାନେ ଭାଗବତ ପାଠ କରନ୍ତି, ଯେଉଁମାନେ ଶ୍ରବଣ କରନ୍ତି ଏବଂ ଯେଉଁମାନେ ପ୍ରଶ୍ନ କରନ୍ତି, ସମସ୍ତଙ୍କର ଉଦ୍ଧାର ହେଇଯାଏ। ତ ସେଇ ଦୃଷ୍ଟିରୁ ଆମର ଶୁଦ୍ଧିକରଣ ପାଇଁ, ଆମର ନିଜର ଉଦ୍ଧାର ପାଇଁ ଆମେ ଭାଗବତ ପାଠ କରିବା ଦରକାର। ଆମର ଜୀବନର ଲକ୍ଷ୍ୟ କୃଷ୍ଣ ପ୍ରେମ ପ୍ରାପ୍ତ ହେବା ପାଇଁ ଏ ଭାଗବତ ହେଉଛି ଏକ ଅନନ୍ୟ ମାଧ୍ୟମ। ତେଣୁ ସାଦରପୂର୍ବକ ଭକ୍ତମାନେ ଏହାକୁ ବରଣ କରିବା ଦରକାର। ହରେ କୃଷ୍ଣ। ତ ଏଇ ଯେଉଁ ସୁନ୍ଦର ଶ୍ଲୋକ ଆମେ ମାନେ ଆଜି ପାଠ କରୁଛେ, ଏ ଶ୍ଲୋକ ହେଉଛି ଶ୍ରୀମଦ୍ ଭାଗବତମ ନବମ ତୃତୀୟ ସ୍କନ୍ଧର ନବମ ଅଧ୍ୟାୟ, ଯେଉଁଠି ସୃଷ୍ଟି ଲୀଳା ବର୍ଣ୍ଣନା ଆସୁଛି। ବ୍ରହ୍ମାଜୀ ଯେତେବେଳେ ସୃଷ୍ଟି କରିବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ନିବେଦନ କରୁଛନ୍ତି କେଉଁଭଳି ଭାବରେ ସୃଷ୍ଟିକି ସେ ତିଆରି କରିବେ। ଆମେ ପୂର୍ବ ସତ୍ରମାନଙ୍କରେ ବି ଶୁଣିଛେ, ଭାଗବତମର ଏହି ଅଧ୍ୟାୟର ପୂର୍ବ ଶ୍ଲୋକମାନଙ୍କରେ କି କିଭଳି ଭାବରେ ବ୍ରହ୍ମାଙ୍କର ସୃଷ୍ଟି ହେଲା ପରେ ସେ ଦୀର୍ଘ ଦିନ ତପସ୍ୟା ଆଚରଣ କରିଥିଲେ ଏବଂ ତପସ୍ୟା ଆଚରଣ କଲା ପରେ ଭଗବାନଙ୍କର କୃପା ହେଇଥିଲା ତାଙ୍କୁ। ଆଉ ଭଗବାନ ତାଙ୍କୁ ବେଣୁ ବାଦନ କରି ତାଙ୍କ ହୃଦୟରେ ଯେଉଁ ଦିବ୍ୟ ଜ୍ଞାନକୁ ପରିପ୍ରକାଶ କରିଥିଲେ। ତେନେ ବ୍ରହ୍ମ ହୃଦୟ ଆଦି କବେ ମୁହନ୍ତି ଐଶ୍ୱର। ତ ସେ ଯେଉଁ ପ୍ରଥମ ସୃଷ୍ଟ ବ୍ରହ୍ମାଙ୍କ ହୃଦୟରେ ବୈଦିକ ଜ୍ଞାନକୁ ପରିପ୍ରକାଶ କରିଥିଲେ ଭଗବାନ। ଆଉ ଭଗବାନ ଯେତେବେଳେ ଭଗବାନଙ୍କୁ ଦେଖୁଛନ୍ତି, ବ୍ରହ୍ମାଜୀ ଯେତେବେଳେ ଭଗବାନଙ୍କୁ ଦେଖୁଛନ୍ତି ଏବଂ ତାଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେତେବେଳେ ସେ କୃତକୃତ ହେଇଯାଉଛନ୍ତି ଏବଂ ହାତ ଯୋଡ଼ିକି ପ୍ରାର୍ଥନା ନିବେଦନ କରୁଛନ୍ତି। ତ ସେଇଭଳି ଭାବରେ ଏହି ଶ୍ଲୋକମାନଙ୍କରେ ଆମେ ଯାହା ଆଜି ପାଠ କରୁଛେ, ଏଥିରେ ବ୍ରହ୍ମାଜୀ ଭଗବାନଙ୍କୁ ପ୍ରାର୍ଥନା ନିବେଦନ କରୁଛନ୍ତି। ଭଗବାନଙ୍କର ମହିମା ସମସ୍ତ ବେଦ ପୁରାଣ ଶାସ୍ତ୍ରମାନଙ୍କରେ ବିଦିତ କରାଯାଇଛି। ହଜାର ହଜାର ଭକ୍ତମାନେ ନିଜର ଭାବନା, ନିଜର ଯୋଗ୍ୟତା ଅନୁସାରେ, ନିଜର ସମ୍ବନ୍ଧ ଅନୁସାରେ ଭଗବାନଙ୍କୁ ବିଭିନ୍ନ ପ୍ରକାର ପ୍ରାର୍ଥନା କରିଛନ୍ତି। ଆଉ ସବୁ ପ୍ରାର୍ଥନା ମାନଙ୍କରେ ମୁଖ୍ୟତଃ ଗୋଟିଏ ଜିନିଷ ପରିପ୍ରକାଶ ହୁଏ ପ୍ରାର୍ଥନା ଭିତରେ କି ପରମେଶ୍ୱର ଭଗବାନ ଆପଣ ହେଉଛନ୍ତି ସର୍ବଶ୍ରେଷ୍ଠ, ଆପଣ ହେଉଛନ୍ତି ଦୟାର ସାଗର, ଆପଣ କୃପାର ପାରବାର, ଆପଣ ହେଉଛନ୍ତି ପତିତ ପାବନ। ଭଗବାନଙ୍କର ଗୁଣଗାନ ପର୍ଯ୍ୟାପ୍ତ ମାତ୍ରାରେ ହୁଏ ପ୍ରାର୍ଥନାରେ ଏବଂ ନିଜର ଅଯୋଗ୍ୟତା ବିଷୟରେ ପରିପ୍ରକାଶ କରାଯାଏ। ମୁଁ ହେଉଛି ଦିନହୀନ ଅଧମ ଅଯୋଗ୍ୟ, ଆପଣ ମୋତେ କୃପା କରନ୍ତୁ। ଏବଂ ଆଉ ତୃତୀୟ ପଏଣ୍ଟ ଆସେ ଭଗବାନଙ୍କର ମହାନତା, ନିଜର ଦୀନତା। ଆଉ ତୃତୀୟ ପଏଣ୍ଟ ହେଉଛି ବୈଷ୍ଣବମାନଙ୍କର ଗୁଣ। ଇଏ ହେଉଛି ସବୁଠାରୁ ମୁଖ୍ୟ ପନ୍ଥୀ। ଭଗବାନ ତ ମହାନ, ଏଥିରେ ଭାବିବାର କିଛି ନାହିଁ। ଭଗବାନ ହେଉଛନ୍ତି ସର୍ବେଶ୍ୱର, ଭଗବାନ ହେଉଛନ୍ତି ପତିତ ପାବନ। ଆଉ ଆମେ ତ ଅଯୋଗ୍ୟ, ଏଥିରେ ମଧ୍ୟ ଭାବିବାର କିଛି କଥା ନାହିଁ। ଭଗବାନ ହେଉଛନ୍ତି ସର୍ବଶ୍ରେଷ୍ଠ, ଆମେ ହେଉଛୁ ଅଯୋଗ୍ୟ, ଏଇ ଦୁଇଟା ଏବେ କଥା ଫିକ୍ସ। କିନ୍ତୁ ଆମର ଅଯୋଗ୍ୟତା ପଣରେ ଆମେ କେମିତି ଭଗବାନଙ୍କୁ ସ୍ୱୀକାର କରିବା, ସେଇଟା ହେଉଛି ମୋର ଇମ୍ପୋର୍ଟାଣ୍ଟ ପଏଣ୍ଟ ପ୍ରାର୍ଥନା ଭିତରେ। ସେଇଟାକୁ ସବୁବେଳେ ଆମ ଜୀବନରେ ଆମେ ନୋଟ୍ କରିବା ଦରକାର। ଆମେ ଅଧମ, ଏଥିରେ ଭାବିବାର କିଛି ପ୍ରଶ୍ନ ନାହିଁ। ଆଉ ଭଗବାନ ହେଉଛନ୍ତି ପରମେଶ୍ୱର, ଦୟାର ସାଗର, ଏଥିରେ ବି ଭାବିବାର କିଛି ଅସୁବିଧା ନାହିଁ, କ୍ଲିୟର କଟ୍। କିନ୍ତୁ ଆଉ ଗୋଟେ ସେଣ୍ଟେନ୍ସ ଯୋଉଟା ରହୁଛି ପ୍ରାର୍ଥନାରେ କି ବୈଷ୍ଣବମାନଙ୍କର ଗୁଣଗାନ।
आम भली अयोग्य जीव मानक भगवान केतेबेले तांको चरण रे शरण दियंती ना जेतेबेले आम जीवन रे आमे भक्ति को स्वीकार करू सेताई शुद्ध भक्त मानकर गुणगान करा जाय प्रार्थना रे आउ एई प्रार्थना रे ब्रह्माजींकर भगवान को प्रति एई प्रार्थना रे आमे सेई पद देखुचे बहुत गंभीर पद सी मु जेतला आज पढुथिली भावार्थ सेतले मोर मन पडुथिला श्रीमद भागवतम रे दुर्वासा और अम्बरीश महाराजंकर उपाख्यान श्रीमद भागवतम नवम स्कंद चतुर्थ अध्याय वर्णना कराई अम्बरीश महाराज चरण दुर्वासांकर अपराध सेठी भगवान आउ दुर्वासा मुनि भितर वार्तालाप होची तो भगवान से यही कथा कहउछन कि हे दुर्वासा अहम भक्त पराधीन मु हूँ भक्तर अधीन कहीं भक्तर अधीन कारण भक्त तार तन मन काय वचन प्राण आर्थिक शारीरिक बाचिक कौन सी प्रकार स्थिति रे मध्य से मो छड़ा किछि भी जाने ना जदियो समस्त जगत रे से रही थाए भौतिक शरीर पाई थाए भौतिक जगत पाई थाए अनेक गुड़े जिम्मेदारी दायित्व सब थाए किंतु सर्वोत्कृष्ट भाव रे सर्वसर्वा भाव रे मते से वर्ण करि थाए आउ तार ए जो भावना को मु केबे हेले परित्याग करि पारे ना भगवान कहउचंदी जेमिति गोटे सती नारी ता हृदय रे सर्वदा तार पति विषय चिंता करुथाए जे प्रकृत रे सती नारी जो भली भाव रे तो सेई भली भाव रे भक्त माने मते चिंता करंती आउ तदनुरूप भाव रे मु मध्य सेमानकु चिंता करे तो एटा होचे सबठार मुख्य प्रसंग प्रार्थना भितरे जते आमे प्रार्थना करिवा हमर अयोग्यता को प्रकाश करिवा प्रभु मु हूँ अधम मु जप करि पारनी मु भक्ति करि पारनी मोर इंद्रिय माने चंचल नो डाउट करवा किंतु आमर पंक्ति भितर महान महान वैष्णव भक्त साधु सन्थ मानकर गुणगान हवा दरकार सेटा होची जीवन प्रार्थनार जीवन होची सेटा भगवान कर समस्त गुणगान करने हाँ भगवान परमेश्वर किंतु से परमेश्वर तुमको स्वीकार करेंगे सेते बेले जेतला आमे महान महान साधु सन्थ हृदय सम्मान दवा जे पर्यंत आम हृदय साधु मान प्रति सम्मान आसेनी से पर्यंत आम भक्ति आचरण करि परिबा ना ये हूँ बहुत बड़ मुद्दा से श्लोक वर्णन कराई ब्रह्माजी कहउचंदी कि भगवान कर शुद्ध भक्तों पक्षरे भगवान कर पाद पद्म व्यतीत अन्य किछि वस्तु नाही एवं भगवान जानते जे शुद्ध भक्त यहाँ ठार आउ किछि अधिक चाहे ना एठारे व्यवहृत तुम शब्द यह ही प्रतिपादित करुअछि तुम जे तु तदीय चरणाबुंद चरणाम्बुज कुशगंध जो माने तु तदीय तु अर्थ किंतु तदीय आपणकर चरण जो माने आपणकर चरण बिना आउ किछि जानନ୍ତି नाही भगवान मध्य शुद्ध भक्त मानकर हृद सरोज को दूरे जीवाकू केबे इच्छा करନ୍ତି नाही हृद सरोज माने हृदय पद्म शुद्ध भक्त मानकर हृदयटा गोटे पद्म भली कोमल आकर्षणीय पवित्र सुगंध युक्त नाहम प्रकाश सर्वस योग माया समावृता योग माया द्वारा आवृत है भगवान को कहीं बुझी पारते नहीं किंतु भक्त सब जगह भगवान को अनुभव करे सर्वस चाह हृदय सन्निविष्ट मत्त श्रुति ज्ञान अपहनंच भगवान समस्त हृदय विराजमान करती आ शुद्ध भक्त माने भगवान को तांको हृदय रे बांधिकी रखी दियंती से जदियो अजित तथापि तांको जीति जाती काहेकि कारण भक्त माने भगवान को छड़ा अन्य किछि हेले जानନ୍ତି नहीं से माने प्रतिटी वस्तु रे प्रतिटी व्यक्ति रे प्रतिटी संपर्क रे प्रतिटी परिस्थिति रे भक्त माने भगवान को देखंती भगवान कर हस्तक्षेप को समान अनुभव करନ୍ତି कारण तांकर शक्ति सर्वत्र विद्यमान या को कहा जाए पूर्ण कृष्ण कॉन्शियसनेस सब जगह रे भगवान को अनुभव करवा आ जे सब स्थान रे भगवान को अनुभव करे भगवान मध्य सब स्थान रे ताको अनुभव करନ୍ତି भगवान मध्य शुद्ध भक्त मानकर हृद सरोज माने हृदय पद्म को छाड़ी कुआडे दूरे जानते नहीं यह हूँ शुद्ध भक्त एवं भगवान का मध्य थिबा दिव्य संबंध अप्राकृत संबंध दिव्य संबंध अर्थ कौन से प्रकार भौतिक दोष न थाए से भौतिक भावना न थाए
ଭକ୍ତମାନେ ଯେଉଁଭଳି ଭାବରେ ଭଗବାନଙ୍କୁ ଭଲ ପାଆନ୍ତି ଆଉ ଭଗବାନ ଭକ୍ତକୁ ଯେଉଁଭଳି ଭାବରେ ଭଲ ପାଆନ୍ତି, ତାଙ୍କ ସମ୍ବନ୍ଧ ଭିତରେ ତାକୁ ଉଦାହରଣ ଦେବା ପାଇଁ, ତାକୁ ତଉଲିଆ ପାଇଁ ଏ ଜଗତର କୌଣସି ପ୍ରକାର ଉଦାହରଣ ସମକକ୍ଷ ନୁହେଁ। ବେଳେ ବେଳେ ଅନେକ ଅନେକ କଥା କୁହାଯାଏ, ପଣ୍ଡିତମାନେ ଶାସ୍ତ୍ରଜ୍ଞମାନେ ଉଦାହରଣ ଦିଅନ୍ତି, ଟୀକା ଟିପ୍ପଣୀରେ ଆମେ ଶୁଣୁ ଅନେକ ଅନେକ କଥା। ଭାଗବତରେ ବର୍ଣ୍ଣନା କରାଯାଇଛି ଯେମିତି ଅଜାତ ପକ୍ଷ ଖଗ, ଖଗ ମାନେ ପକ୍ଷୀ, ଗୋଟେ ଛୋଟ ପକ୍ଷୀ ଶାବକ ଯାହାର ପର କହଳିନି, ଯାହାର ପର ଯାକ ଛୋଟ ଛୋଟ ହେଇଛି, ପକ୍ଷୀ ଦିଟା, ଛୋଟ ପକ୍ଷୀ ଛୁଆ ଦିଟା, ତାଙ୍କର ପକ୍ଷୀ କହଳିନି ମାନେ ସେମାନେ ବର୍ଷାରୁ ଯାଇପାରୁନାହାନ୍ତି ଉଡ଼ିକି। ସେମାନେ ଯେମିତି ବର୍ଷାରେ ଚାହିଁ ବସିଛନ୍ତି, ସକାଳୁ ସକାଳୁ ମା ପକ୍ଷୀ ଉଡ଼ିକି ଚାଲିଯାଏ, ଦିନ ସାରା ବୁଲି ବୁଲି ସନ୍ଧ୍ୟା ବେଳକୁ ତାଙ୍କ ପାଇଁ କିଛି ନେଇ ଆସେ ଆଧାର, କିମ୍ବା ଯେତେବେଳେ ବି ଯେଉଁଠୁ କିଛି ଆହାର ମିଳେ ମା ପକ୍ଷୀଟି ନେଇ ଆସେ ତାଙ୍କ ପାଇଁ। ଆଉ ଏଇ ଯେଉଁ ଛୋଟ ପକ୍ଷୀ ଶିଶୁ ଶାବକମାନେ ଅନେଇ ବସିଥାନ୍ତି କେବେ ମା ଆସିବ। କାରଣ ଏଇ ଛୋଟ ଶିଶୁ ପକ୍ଷୀ ଶାବକ ମାନଙ୍କର ତାଙ୍କ ମା ଛଡ଼ା ଆଉ ସେମାନେ ଅନ୍ୟ କାହାରିକୁ ବି ଜାଣନ୍ତି ନାହିଁ। ତାଙ୍କର ନିଜର କୌଣସି ପ୍ରକାର ଚେଷ୍ଟା ବଳ ଶକ୍ତି ନଥାଏ। ସେଥିପାଇଁ ଭାଗବତରେ ଏଭଳି ଉଦାହରଣ ଦିଆଯାଇଛି, ଅଜାତ ପକ୍ଷ ଖଗ ଯେହ୍ନେ। ଅଜାତ ପକ୍ଷ ଖଗ ମାନେ ପକ୍ଷୀ, ଅଜାତ ପକ୍ଷ ମାନେ ଯାହାର ପକ୍ଷୀ କଅଁଳିନି, ସେଇଭଳି ପକ୍ଷୀ ଯେଭଳି ତା ମାଆକୁ ଚାହିଁକି ବସିଥାଏ, ସେଇଭଳି ଭାବରେ ଭକ୍ତମାନେ ଆପଣଙ୍କର ଆଶ୍ରୟ ନେଇଥାନ୍ତି। ଦେଖନ୍ତୁ କି ଗମ୍ଭୀର ଆଶ୍ରୟ। ଏଭଳି ଭାବରେ ଯେମିତି ଆମେ ଟିକେ ପୂର୍ବରୁ ପଢୁଥିଲେ, ଭଗବାନ ସ୍ୱୟଂ କହୁଛନ୍ତି କି ଗୋଟେ ସତୀ ପତିବ୍ରତା ନାରୀ ଯେଭଳି ଭାବରେ ତାର ପତିକୁ ହୃଦୟରେ ଧାରଣ କରେ, ଉଦାହରଣ ଦେଖନ୍ତୁ କେଭଳିଆ ଉଦାହରଣ ଦିଆଯାଇଛି। ତ ସେଇଭଳି ଭାବରେ ଭକ୍ତମାନେ ମତେ ଆଶା କରନ୍ତି। ଚାତକ ଯେଭଳି ଜଳକୁ ଚାହିଁଥାଏ, ବର୍ଷା ପାଣିକୁ, କାରଣ ସେ ଅନ୍ୟ ପାଣି କୋଉଠି ହେଲେ ଗ୍ରହଣ କରେ ନା, କେବଳ ବର୍ଷା ହେଲେ ସେ ପାଣିକି ସେ ଆସ୍ୱାଦନ କରିବ। ସେଇଭଳି ଭାବରେ ଭକ୍ତମାନେ ଭଗବାନଙ୍କୁ ଚାହିଁଥାନ୍ତି। ଯେମିତି ପ୍ରହ୍ଲାଦ ମହାରାଜ ଏତେ ବିପଦରେ ମଧ୍ୟ କୌଣସି ପ୍ରକାର ଚେତନା ତାଙ୍କ ମନ ଭିତରେ ପଶୁ ନଥିଲା, ସେ କେବଳ ବିଷ୍ଣୁଙ୍କୁ ଆରାଧନା କରୁଥିଲେ, ବାସ୍। ତ ଏଠି କହିବା କଥା ହଉଛି ଏହା କି ଶୁଦ୍ଧ ଭକ୍ତ ଆଉ ଭଗବାନଙ୍କ ଭିତରେ ଯୋଉ ସମ୍ବନ୍ଧତା ହଉଛି ଅପ୍ରାକୃତ ସମ୍ବନ୍ଧ। ଏ ଯେତେ ପ୍ରକାର ଉଦାହରଣ ଦିଆଯାଇଛି ନା, ସବୁ ଉଦାହରଣ ଭଗବାନ ଆଉ ଭକ୍ତଙ୍କର ସମ୍ବନ୍ଧକୁ ପରିପୂର୍ଣ୍ଣ ଭାବରେ ବୁଝେଇ ପାରିବ ନାହିଁ, ସମକକ୍ଷ ହେଇପାରିବ ନାହିଁ। ଅଜାତ ପକ୍ଷ ପକ୍ଷୀ ଉଠିନି ବୋଲି ପକ୍ଷୀ ଛୁଆ ମାନେ ମାଆକୁ ଅନେଇଛନ୍ତି, କିନ୍ତୁ କିଛି ଦିନ ପରେ ଯେତେବେଳେ ପକ୍ଷୀ ଲାଗିଯିବ, ସେମାନେ ଆଉ ମା ଉପରେ ଆଶ୍ରୟ ନେବେନି? ନେବେ କି? ନା, ସେମାନେ ଉଡ଼ିଯିବେ। ଆଉ ସେମାନେ ଉଡ଼ିଗଲା ପରେ ନିଜ ବଳ, ନିଜ କୌଶଳ, ନିଜ ଶକ୍ତିକୁ ବ୍ୟବହାର କରି ସେମାନେ ଖାଦ୍ୟ ସଂଗ୍ରହ କରିବେ। ପାରାଲାଲ କୌଣସି ଉଦାହରଣ ଆଗକୁ ଯାଇପାରିବ ନାହିଁ, ସବୁ ଉଦାହରଣ କଟିଯିବ ମଝିରେ। କିନ୍ତୁ ଶୁଦ୍ଧ ଭକ୍ତ ଭଗବାନଙ୍କୁ ଆଶ୍ରୟ କରିଥାଏ ଆଉ କରୁଥାଏ ଅନ୍ତତଃ। ଭକ୍ତିରେ ଯେତେ ପ୍ରଗାଢ଼ତା ଅର୍ଜନ କଲେ ମଧ୍ୟ, ଭକ୍ତିରେ ଯେତେ ଅଧିକ ଉଚ୍ଚକୁ ଯାଏ ଭକ୍ତ, ସେ ସେତିକି ଆହୁରି ବିକଳ ଆକୁଳ, ଆହୁରି ଶରଣାଗତି ବଢିଯାଏ ତାର। କିନ୍ତୁ ଗୋଟେ ଶିଶୁ ଶାବକ ପକ୍ଷୀ, ସିଏ ବଡ ହେଇଗଲା ପରେ, ତା ପର ଲାଗିଗଲା ପରେ, ସିଏ ଆଉ ମା ଉପରେ ଏତିକି ଆଶ୍ରିତ ରହେନି ଯେତିକି ଆଶ୍ରିତ ଅଜାତ ପକ୍ଷ ଥିବା ସମୟରେ ହେଉଥାଏ। ଗୋଟେ ସତୀ ନାରୀ ତା ପତି ଉପରେ ସେ ଆଶ୍ରିତ ହୁଏ, କିନ୍ତୁ ପତି ଯଦି ଅକସ୍ମାତ ବିୟୋଗ ହେଇଯାଏ, ଚାଲିଯାଏ, ତାହେଲେ କଣ ପୂର୍ବବତ ସିଏ ଆଉ ତାଙ୍କର ସେବା କରିପାରିବ କି? ସେତିକି ଏଙ୍ଗେଜ ହେଇପାରିବ କି? ନା। ତ ସେଭଳି ଭାବରେ ଏଇ ଜଗତରେ ଯେତେ ପ୍ରକାର ଉଦାହରଣ ଅଛି ଭକ୍ତ ଆଉ ଭଗବାନଙ୍କ ପାଇଁ, ତାହା ଅପ୍ରଯୁଜ୍ୟ। ସଠିକ ଭାବରେ କୌଣସି ଜିନିଷ, କୌଣସି ଉଦାହରଣ ଏ ଭୌତିକ ଜଗତରେ ଆମେ ନେଇପାରିବା ନାହିଁ ଯେ ଭକ୍ତ ଆଉ ଭଗବାନଙ୍କ ସମ୍ବନ୍ଧ ଭଳିଆ ଏଇ ସମ୍ବନ୍ଧ ବୋଲି। ନା, ସେଥିପାଇଁ ଆକୁ କୁହାଯାଏ ଅପ୍ରାକୃତ। ତାକୁ କେହି ବୁଝିପାରିବେନି କି ବୁଝେଇ ପାରିବେ ନାହିଁ। ଭକ୍ତ ଆଉ ଭଗବାନଙ୍କ ଭିତରେ ଯୋଉ ସମ୍ବନ୍ଧ ଥାଏ, ସେଥିପାଇଁ ମହାପ୍ରଭୁ ଅହରହ କାନ୍ଦୁଥାନ୍ତି, ତାଙ୍କ ଆଖିରେ ଲୁହ ଝରୁଥାଏ, ବାଣୀ ନଥାଏ ତାଙ୍କ ପାଟିରେ, କିଛି ବୁଝେଇ ହବନି। ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଯେତେବେଳେ ପ୍ରଗାଢ଼ ଭାବରେ ଭଲ ପାଏ, ସେ କଣ ବାଣୀ କହିବ? ଏମିତି କୌଣସି ୱାର୍ଡ ନାହିଁ ଜଗତରେ ଯୋଉ ୱାର୍ଡକୁ ବ୍ୟବହାର କରି ତା ପ୍ରେମକୁ ସେ ପ୍ରତିପାଦନ କରିପାରିବ ସାମ୍ନେ ବାଲା ଆଗରେ। ମୁଁ କେତେ ଭଲ ପାଏ ତୁମକୁ ହେ ପ୍ରଭୁ। କୌଣସି ୱାର୍ଡ ନାହିଁ ଜଗତରେ, ସମକକ୍ଷ ନାହିଁ। ସେଥିପାଇଁ ତାକୁ କୁହାଯାଏ ଅପ୍ରାକୃତ ପ୍ରୀତି, ଅପ୍ରାକୃତ ସମ୍ବନ୍ଧ। ଏ ଜଗତର କୌଣସି ବସ୍ତୁ, କୌଣସି ବାକ୍ୟ, କୌଣସି ଅକ୍ଷର, କୌଣସି ପଦ ଭଗବାନଙ୍କ ପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା ନାହିଁ। ସେଥିପାଇଁ ତାକୁ କୁହାଯାଏ ଦିବ୍ୟ ସମ୍ବନ୍ଧ।
ଏ ଭୌତିକ ଜଗତର କୌଣସି ଜ୍ଞାନ ଗାରିମା ଶ୍ଲୋକ ପଦ୍ୟ ଏହାଦ୍ୱାରା ଆମେ ଭଗବତ ଭକ୍ତମାନଙ୍କର ସମ୍ବନ୍ଧକୁ ବୁଝିପାରିବା ନାହିଁ। ସେଥିପାଇଁ କୁହାଯାଏ ଅପ୍ରାକୃତ ସମ୍ବନ୍ଧ। ତେଣୁ ଏଥିରୁ ସୂଚିତ ହେଉଛି ଯେ ଏଇ ଶୁଦ୍ଧ ଭକ୍ତ, ଯେହେତୁ ଭଗବାନ ଏ ପ୍ରକାର ଶୁଦ୍ଧ ଭକ୍ତମାନଙ୍କ ହୃଦୟ ପରିତ୍ୟାଗ କରିବାକୁ ଇଚ୍ଛା କରନ୍ତି ନାହିଁ, ସେଇଥିପାଇଁ ଏତେ ଗମ୍ଭୀର ଭାବରେ ଭକ୍ତମାନେ ଭଗବାନଙ୍କୁ ଭଲ ପାଆନ୍ତି, ତାଙ୍କ ହୃଦୟ କମଳରେ ସେମାନଙ୍କୁ ଭଗବାନଙ୍କୁ ଆକର୍ଷଣ କରିକି ରଖନ୍ତି। ଏତେ ପବିତ୍ର, ଏତେ ଶୁଦ୍ଧ ହୃଦୟ ଭକ୍ତମାନଙ୍କର ଯେ ଭଗବାନ ସେ ସ୍ଥାନ ଛାଡ଼ିକି କୁଆଡ଼େ ଯିବା ପାଇଁ ଇଚ୍ଛା କରନ୍ତି ନାହିଁ। ଏ ପ୍ରସଙ୍ଗରେ ଅନେକ ଗୁଡ଼ିଏ କଥା କୁହାଯାଇପାରିବ। ଆପଣମାନେ ଏବେ ଦେଖୁନାହାନ୍ତି, ଇସ୍କନ ମନ୍ଦିର ମାନଙ୍କୁ ଯାଆନ୍ତୁ କିମ୍ବା ଭକ୍ତମାନଙ୍କ ଘରକୁ ଯାଆନ୍ତୁ, ସେମାନଙ୍କର ଯେଉଁ ଆଦର, ଯେଉଁ ପ୍ରୀତି, ଯେଉଁ ଭଲ ପାଇବା, ଏମିତି ଲାଗେ ଯେମିତି ଏଇଟା ଆମ ଘର, ଏଇଟା ଆମ ପରିବାର। ଯେତେବେଳେ ଭକ୍ତମାନଙ୍କ ଭିତରେ ମିଳିତ ହୁଅନ୍ତି, ଏମିତି ଲାଗେ ଯେ ଯେମିତି ଏଇଟା ଆମ ଘର କଥା ଆମେ ଭୁଲି ଯାଉ। କେତେ ହୃଦୟ ଖୋଲା ସେମାନଙ୍କର ବ୍ୟବହାର, ଭକ୍ତମାନଙ୍କ ଭିତରେ ସେ ସମ୍ବନ୍ଧ ଥାଏ। ଅନେକ ଜାଗାରେ ଆମେ ଦେଖୁ, ଚୈତନ୍ୟ ମହାପ୍ରଭୁଙ୍କର ଲୀଳାକୁ ଯଦି ଆମେ ପାଠ କରିବା, ତାଙ୍କର ଭକ୍ତମାନଙ୍କ ଭିତରେ ଯେତେବେଳେ ସେ ମିଶନ୍ତି, କ'ଣ ଆବେଗ, କ'ଣ ଗମ୍ଭୀରତା, କ'ଣ ସ୍ନେହ, କ'ଣ ଆଦାନ ପ୍ରଦାନ ସେଥିରେ ଥାଏ। ଆଉ ଏବେ ବି ଅନେକ ଗୁଡ଼ିଏ ଭକ୍ତମାନେ ଅଛନ୍ତି, ସେମାନଙ୍କ ଜୀବନରେ ବି ଆମେ ଦେଖୁ କେତେ ସ୍ୱଚ୍ଛ, କେତେ ପବିତ୍ର, କେତେ ଆକର୍ଷଣୀୟ ସେମାନଙ୍କର ହୃଦୟ, ସେମାନଙ୍କର ବ୍ୟବହାର, ସେମାନଙ୍କର ଆଚରଣ। ପ୍ରକୃତରେ ଭଗବାନ ସେଇ ଜିନିଷଟାକୁ ହିଁ ଗ୍ରହଣ କରନ୍ତି। ଭକ୍ତମାନେ ବେଳେବେଳେ ମୁହଁରେ କଡ଼ା କଥା କୁହନ୍ତି, କିନ୍ତୁ ତାଙ୍କ ହୃଦୟ ବହୁତ କୋମଳ। ଯେମିତି ଗୋଟେ ପିତା ତାଙ୍କର ପୁତ୍ର କନ୍ୟାମାନଙ୍କର ଦୋଷକୁ ସୁଧାରିବା ପାଇଁ ବେଳେବେଳେ ରାଗିଯାଆନ୍ତି ତାଙ୍କ ଉପରେ, ପୁତ୍ର କନ୍ୟାମାନଙ୍କୁ ବେଳେବେଳେ ଗରମ କଥା କହନ୍ତି, ତାଙ୍କୁ ମାଡ଼ ଦିଅନ୍ତି, ତାଙ୍କୁ ଦଣ୍ଡ ଦିଅନ୍ତି, କିନ୍ତୁ ତାଙ୍କ ହୃଦୟରେ ପୁତ୍ର କନ୍ୟାଙ୍କ ପାଇଁ ଅସୀମ ପ୍ରେମ ଥାଏ। ଗୋଟେ ବାପା କିମ୍ବା ଗୋଟେ ମା ତାଙ୍କର ଆଦରର ପୁଅକୁ ଝିଅକୁ ମାଡ଼ ଦିଅନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ କାନ୍ଦନ୍ତି, ମନ ଦୁଃଖ କରନ୍ତି। ସେ ପୁତ୍ର ଆଉ କନ୍ୟାକୁ ଯେତିକି କଷ୍ଟ ନ ହେଇଥାଏ, ତାଠୁ 1000 ଗୁଣା କଷ୍ଟ ଏମାନେ ପାଆନ୍ତି। ଏଇଟା ହେଉଛି ଆକ୍ଚୁଆଲି ସରଳତା, ଏଇଟା ହେଉଛି ଶୁଦ୍ଧ ହୃଦୟର କଥା। ଏତେ ଭଲ ପାଆନ୍ତି। ସେଥିପାଇଁ ବେଳେବେଳେ ଆମେ ବାହାରେ ବୈଷ୍ଣବମାନଙ୍କର ଗୁଣ, ସ୍ୱଭାବ, ବ୍ୟବହାରକୁ ବେଳେବେଳେ ଏଭଳି ଭାବରେ ବିଷମୟ ସ୍ଥିତିରେ ଦେଖୁ, କିନ୍ତୁ ପ୍ରକୃତରେ ଯଦି ତାଙ୍କର ନିଜ ଜୀବନକୁ ଆମେ ଦେଖିବା, ଯଦି ତାଙ୍କ ହୃଦୟକୁ ଆମେ ଚିହ୍ନିବା ପାଇଁ ଚେଷ୍ଟା କରିବା, ତାହେଲେ ସେମାନେ ବହୁତ ସରଳ, ବହୁତ ନିଷ୍କପଟ, ବହୁତ ପବିତ୍ର ସେମାନଙ୍କ ହୃଦୟ। ଆଉ ଭଗବାନ ହେଉଛନ୍ତି ଭାବଗ୍ରାହୀ। ସେଥିପାଇଁ ଭଗବାନ ତାଙ୍କ ହୃଦୟ କେବେ ଛାଡ଼ିକି ଯାଆନ୍ତି ନାହିଁ। ଏଇ ଶୁଦ୍ଧ ଭକ୍ତଗଣ ନିରାକାରବାଦୀଙ୍କ ଠାରୁ ଭଗବାନଙ୍କର ଅଧିକ ପ୍ରିୟ ଅଟନ୍ତି। ଶୁଦ୍ଧ ଭକ୍ତମାନଙ୍କର ଭଗବାନଙ୍କ ସହ ଯେଉଁ ସମ୍ବନ୍ଧ, ତାହା କ୍ରମଶଃ ବୃଦ୍ଧି ଲାଭ କରେ। ଯେଉଁଟା ମୁଁ ଟିକେ ପୂର୍ବରୁ କହୁଥିଲି କି ଯେତେ ପ୍ରକାର ସମ୍ବନ୍ଧ ରହିଛି ଜଗତରେ, ବଢ଼ି ଗଲା ପରେ ସେଟା ଛିଡ଼ି ଯାଏ ସମ୍ବନ୍ଧ। କିନ୍ତୁ ଭକ୍ତ ଆଉ ଭଗବାନଙ୍କ ଭିତରେ, ଭକ୍ତ ଯେତେ ବୃଦ୍ଧିପ୍ରାପ୍ତ ହୁଏ ଭକ୍ତିରେ, ତାର ସମ୍ବନ୍ଧ, ତାର ଭଗବାନଙ୍କ ସହିତ ଯେଉଁ ଆତୁରତା ଆହୁରି ବୃଦ୍ଧି ପାଏ। ଏଇଟା ହେଉଛି ଡିଫରେନ୍ସ। ଅନ୍ୟ ଯେତେ ପ୍ରକାର ସବୁ ରହିଛି ଯୋଗ ମାର୍ଗ ୟା ସାଧନ ମାର୍ଗ, ଏଥିରେ ବ୍ୟକ୍ତି ଉନ୍ନତ ସ୍ତର ପ୍ରାପ୍ତ ହେଲା ପରେ ତାର ସ୍ତର ବା ତାର ମାନସିକ ସ୍ଥିତି ବିଗିଡ଼ି ଯାଏ ଜ୍ଞାନ କର୍ମରେ। କିନ୍ତୁ ଭକ୍ତି ମାର୍ଗ ଆହୁରି କ୍ରମଶଃ କ'ଣ କରେ ନା ତୁମକୁ ପରିପକ୍ୱ ବନାଏ। ନିରାକାରବାଦୀ ମାନେ ଯେଉଁମାନେ ଭକ୍ତି ମାର୍ଗରେ ନ ଆସନ୍ତି, ନିରାକାରବାଦୀ ମାନେ, ବ୍ରହ୍ମବାଦୀ ମାନେ, ଜ୍ଞାନବାଦୀ ମାନେ, ସେମାନେ ଏଇଭଳି ଭାବରେ ସେମାନଙ୍କ ଜୀବନରେ ବୃଦ୍ଧିପ୍ରାପ୍ତ ହେଇପାରେ ନା। କାରଣ ସେଇ ଭକ୍ତଗଣ ବୈଦିକ ପ୍ରମାଣ ବା ନୀତି ଅନୁଯାୟୀ ଭକ୍ତି ଯାଜନ କରନ୍ତି। ଏଇ ଶୁଦ୍ଧ ଭକ୍ତଗଣ ପ୍ରକୃତ ଭାବୁକ ନୁହନ୍ତି, ଏମାନେ ବାସ୍ତବବାଦୀ ଅଟନ୍ତି। କାରଣ ଏମାନଙ୍କର କ୍ରିୟାକଳାପ ବୈଦିକ ଅଧିକାରୀମାନଙ୍କ ଦ୍ୱାରା ଅନୁମୋଦିତ ହେଇଥାଏ। ତ ଏଇ ଯେଉଁ କୁହାଗଲା, ଏମାନେ ପ୍ରକୃତ ଭାବୁକ ନୁହନ୍ତି। ପ୍ରାକୃତ ଭାବୁକ ମାନେ କ'ଣ ନା, ଭକ୍ତି ମାର୍ଗକୁ ସେମାନେ ସ୍ୱଳ୍ପ ଅଳ୍ପ ଭାବରେ ଗ୍ରହଣ କରନ୍ତି, ଆଉ ଭୌତିକ ସମାଜରୁ ଅନେକ ଗୁଡ଼ିଏ ଭାବକୁ ଗ୍ରହଣ କରନ୍ତି ସେମାନେ, ଯେଉଁମାନେ ଭାବୁକ ଭକ୍ତ। ଏମିତି ଅନେକ ଜାଗାରେ ଆମେ ଏସବୁ ଜିନିଷ ଦେଖୁ। ଯେମିତି କିଛି ଭକ୍ତମାନେ ଭଗବାନଙ୍କର, ଗୋପାଳଙ୍କର ସେବା କରନ୍ତି ବା ବିଗ୍ରହଙ୍କର ସେବା କରନ୍ତି, ସେମାନେ ବେଳେବେଳେ ବିଭିନ୍ନ ପ୍ରକାର କଥା ସବୁ କୁହନ୍ତି କି ଆମ ଗୋପାଳ ବର୍ତ୍ତମାନ ଖାଇବା ଆରମ୍ଭ କଲାଣି, ମୋ ଗୋପାଳ ମୋଟା ହେଇଗଲାଣି। ଏସବୁ ଯେଉଁ ଜିନିଷ ଯାକ କହନ୍ତି, ଯେଉଁଟା ଲୌକିକ, ଯେଉଁଟା ଆମେ ନିଜର ପରିବାର ଘର ଲୋକମାନଙ୍କ ସହିତ ବ୍ୟବହାର କରୁ ବେଳେବେଳେ, ଏଇସବୁ କଥା ସେମାନେ କହନ୍ତି। ଆଉ ଅନେକ ଗୁଡ଼ିଏ
जो माने टिके औन्नत अटंदी माने भक्ति मार्ग एते सठिक भाव में सेमानकर परिचय न होता है से माने निजको राधाराणी सजेकी बुलंती पुरुष लोक मैंने भी आम देखीचे एभली भाव बाहर समाज रे बुलंती निजको राधा भाव में सजेकी विभिन्न प्रकार स्तर भक्त माने लोक माने अछंती जो माने उपासना करती एभली कौन पाई हुए विकृत अवस्था किंतु जो माने शुद्ध भक्त भगवान भक्ति जाजन करती परंपरा रे गुरुंक ठारू शुणी था से जिनस भल लगे अड़ुआ अड़ुआ लगे एबे किछि दिन तले आम शुणुलु कौटी भगवान पंडित ब्रह्म गोटे क्लास में शुणुलु बोधे कि भक्त आखिरे लुह आसुची भगवान को देखी किंतु से लुह को से पोछि दउची कहछि ना एबे मो आखिरे लुह दरकार नहीं कारण लुह आसीबा द्वारा मो भगवान को सेवा करि परिबिनी देखंतु भक्त पई ता हृदय रे आसुथिबा ता शरीर रे आसुथिबा अष्ट विकार भक्तिर सात्विक विकार को मत भक्त परित्याग करे ना एटा मत दरकार नहीं कहीं कारण भगवान को सेवार बाधा सृष्टि होची माने चिंता करंतु भक्त ता जीवन रे कोन चाहे तार भावना तार चिंता केते उन्नत किंतु साधारण लोक माने आमे देखुछु जो माने अष्ट विकार को एक्टिंग करंती से माने जदियो सेमानक पाखरे से विकार परिप्रकाश न हुए तथापि से माने विकारग्रस्त हेला भली अभिनय करंती एमानक पाखरे विकार प्रकाश हुए किंतु एमाने ताकू दबेई दियंती आउ सेमाने विकार न आसिले मध्य से विकार को सेमाने परिप्रकाश कला भली एक्टिंग करंती बुझी पारथि आपण डिफरेंस कोन सेथिपाई एठी प्रभुपाद लेखुचंदी कारण एमानकर क्रियाकलाप वैदिक अधिकारी मानक द्वारा अनुमोदित होता है ये हूँ बहुत इंपोर्टेंट पॉइंट जो माने प्रकृत रे गुरु परंपरा उपयुक्त प्रामाणिक गुरुंकर निर्देश रे गुरुंकर आदेश अनुसार भक्ति जाजन करती सेमानक पाखरे एई वैषम्यता केबे देखा जिवो नाही सेही माने वैदिक अधिकारी अटंती जो माने वेद वर्णित विषय वस्तु श्रोत पंथारे श्रवण करिथान अच्छा का ठारू सुनिले एमिति शुद्धिकरण हबो बा ए प्राकृत गुण आम पाखरे आसीबोनी का ठारू सुनिबा दरकार ना जो माने श्रोत पंथारे सुनिछंती माने परंपरा जो माने श्रवण करछंती एबे आमे आपण मानकु किछि भागवत कथा कहूछु प्रभुपादଙ୍କ परपट पढ़ी बुझुचु कहीं ना आम शुणीचु आमर वरिष्ठ गुरु भाई मान इस्कन वरिष्ठ सन्यासी भक्त वैष्णव मान आउ से जो मार्ग शिक्षा देछंती सेथुर आमे आपण मानकु किछि किछि शेयर करिया पय चेष्टा करूछु तो एटा होछि श्रुतु पंथा आमे शुणीछु सेथे आपण मानकु शुणुछु किंतु आमे गुरु परंपरा रो बा आमर जो ब्रह्ममाध्य गौड़ीय परंपरा रो जो कथा आमे शुणीछु जो भगवत तत्व विषय बा जीव तत्व विषय संसार तत्व विषय जहाँ कि आम शुणीचु आम से परिधि भितर ही आपण मानक कहबू आउ जदि बाहर समाज को जीवा ताहले भगवत तत्व को बड़ विभ्रांत भाव लोक परिप्रकाश करुछन तार ठिकना ही नहीं से सब जिनस आम एथिरे वर्णना करि परिबा नहीं निज कथा को रंगीन करिया पई भागवत कथारे अन्य प्रवचक माने विभिन्न प्रकार कथा ऐड करंती आमे देखीचु आमको भी बेले बेले कहते आप रंग ढंग करना या करना से करना बोलना से सब आवश्यक नहीं एतिक बहुत हूँ तो आमर गुरु परंपरा आम स्रोत पंथारू जहाँ शुणीचे परंपरार आचार्य माने जोटा आमको निर्देश देइछन्ति से अनुसार आम कहूचे वर्णना करुचे ग्रहण करने चेष्टा करुचे तो ये हूँ बहुत इंपोर्टेंट से आम क्या शुणा दरकार ना जो मैंने श्रवण करुछन्ति अन्य मानक ठारू मु तांकोठु शुणिछि जे आउ काठु शुणुछन एटा होचे मुख्य प्रसंग से परंपरा रे जो माने जड़ित थे परंपरा रो गुरु जो माने ग्रहण करथिबे से भली प्रामाणिक अधिकारी मानक ठारू जदि श्रवण करबा ताहले आम हृदय रे ए जो प्राकृत भावना दूरीभूत होई आम उपयुक्त भक्ति जाजन करि परिबा आ जो भक्ति माध्यम रे आम हृदय को शुद्धिकरण करी आम भगवान को विषय रे बा भगवान को शुद्ध भक्ति आचरण करि परिबा यही श्लोक व्यवहृत पराया शब्द बड़ अर्थपूर्ण अटे परा भक्ति बा स्वतःस्पृह भगवत प्रेम अंतरंग भगवत संबंधर भित्तिभूमि अटे परा अर्थ होची परा भक्ति बा स्वतःस्पृह भगवत प्रेम अंतरंग भगवत संबंधर भित्तिभूमि अटे अंतरंग भगवत संबंध
अंतरंग भगवत संबंध अर्थ भगवान तीनोटी शक्ति अच्छे अंतरंगा बहिरंगा तटस्था से जीव जेतेबेले उपयुक्त परंपरा माध्यम श्रवण करे सेतेबेले से जेतेबेले भक्ति जाजन करे सेतेबेले पराया भक्ति माने पराभक्ति बा शुद्ध भक्ति बा दिव्य भक्ति जागृत हुए जेतेबेले आमे भगवान कौन ना अंतरंगा शक्ति विषय जानू तांकर दिव्य जगत विषय जानू तांकर शुद्ध भक्त विषय जानू परंपरा सेतेबेले आमे जो भक्ति आचरण करू ताहा कौन हुए ना ताहा अंतरंगा शक्ति आड़ को प्रकाशित हुए परिभावित हुए ताको पराभक्ति बा स्वतःस्फूर्त भगवत प्रेम बोली कहा जाए। आईटा हूँ अंतरंगा शक्तिर भगवत संबंधर भित्तिभूमि बा प्रारंभिक स्तर जे पर्यंत जने से लेवल को न जाइछि आज बाकी जो पूजा पाठ चली घंटी घंटा बजे कि समाज रे ताकू कह जाए प्रारंभ ही हेनी माने भक्तिर फास्ट स्टेप को मध्य से माने जाई नाहंदी प्रथम सीढ़ी रे मध्य से माने पहुंची नाहंदी। एई सर्वोच्च भगवत संबंध केवल श्रवण द्वारा लाभ करा जाय पारे। तो एटा होचे भगवान कर संबंधर सर्वोच्च संबंध कोटा ना जेतेबेले अंतरंगा बा पराशक्ति विषय जीव जाने पराभक्ति आचरण करे भगवत भक्त मानकर कृपारू बा गुरु परंपरा श्रवण करे जोटा करे एटा होची श्रेष्ठ सर्वोच्च संबंध। आउ जेते प्रकार संबंध रही जमी आम भगवत गीता 60 गीता कोर्स रे शुणिथिलु कि जे कोनसी लोक काहार ना काहार पूजा करिवे जगत रे आदिवासी हरिजन लोक माने आपण जीवे जो माने ये रहउछन्दी पहाड़ कंदर मानकर रहउछन्दी से माने किए पहाड़ को पूजा करूछन्दी किए वृक्ष को पूजा करूछन्दी तांकर इष्ट भाबी की मना नहीं पूजा करवा होची जीवन धर्म काहार ना काहा पाखरे से मुंड को नुआइबो किंतु परमेश्वर भगवान को बुझी तांकर शक्ति को बुझी तांको सहित हमर संबंध को बुझी जीव परंपरा श्रवण करे जेतले भगवान भक्ति आचरण करे यही संबंधटा होची सबठारु श्रेष्ठ संबंध। अन्य समस्त भगवान काहाको ना काहाको मन के पूजा करूछनी हृदय जो प्रेम भक्ति भावना रही तांकर जो शरणागति भावना रही सेटा काहा ना काहा प्रति से माने दउछनी किंतु सर्वश्रेष्ठ होची एया जे आमे गुरु परंपरा श्रवण करी प्रकृति रे भगवान भक्ति भगवान प्रति आकृष्ट होई तांकर सेवा रे युक्त रहिबा एटा होची सबठारु श्रेष्ठ भगवत संबंध। भगवान शुद्ध भक्त शुद्ध भगवान शुद्ध ऐकांतिक भक्तगण मुखर भगवत गीता श्रीमद् भागवतम कथा श्रवण कले भगवान नाम रूप लीला आदिर कथा श्रवण कले यह लाभ करा जाई पारे। कौन लाभ करा जाई पारे? पराभक्ति बा शुद्ध हृदयर भक्ति जहा को छाड़ी भगवान जाई पारंती नाही। प्रथमे कहला ना भगवान शुद्ध भक्त पक्षरे भगवान पादपद्म व्यतीत अन्य किछि वस्तु न थाए से केवल तुमको चाहते यही स्तरटा जने केमिति पाइबो यही स्तरटा जने केमिति पाइबो केमिति जने भगवान को केवल चिंता करे भगवान को छड़ा ताको किछि जणा पड़िबोनी देखा पड़िबोनी आउ कोन सब ता मुंड को दोहले पारिबोनी एंदी केमिति जने से स्तर को केमिति जीवो। लास्ट रे प्रभुपाद एसेंस लिखुछन कि भगवान को शुद्ध एकांतिक भक्त मानकर मुखरु जेतले गीता भागवत आमे श्रवण करवा भगवान को नाम गुण लीला रूप आदिर महिमा श्रवण करवा सेते बेले जाय एभली भक्ति लाभ होई पारिबो बा सब स्थान रे सब जगह प्रत्येकटी परिस्थिति रे आमे भगवान को अनुभव करि परिबा आम शुद्ध हृदय रे आमे भगवत चिंता करि परिबा आ जेतले से स्तर जने प्राप्त हो सेतले भगवान ता हृदय को छाड़ी के केबे कुआडे जाई परिबे नाही। ब्रह्मा जी यही कथा प्रार्थना कर। तो आज प्रसंग रे मुख्य भाव में आम 2-3 कथा को आलोकपात कले कि ब्रह्मा जी जदि ये प्रार्थना कर प्रार्थनार 3टी स्तर गोटे है उन्नत स्तर भगवान गुण एवं द्वितीय है आमर अयोग्यता एवं तृतीय हूँ शुद्ध भक्त मान भगवान चरण में समर्पित भावर भावनाटा से आमको ग्रहण करा पड़े। यह मुख्य प्रसंग आ सहित आमे देखिले अन्य जते प्रकार सब मार्ग रही ये जो निराकारवादी हूँ ब्रह्मवादी हूँ एमाने समस्ते भगवान सहित जद युक्त थांती किंतु ये जो भक्त मैंने जो भली भाव में भगवान को चरण युक्त थांती से भली से पारती ना कहीं कारण से भगवत संबंध में प्राकृत भावना युक्त थाए। प्राकृत माने भौतिक संबंध मिश्रण भावना
କିନ୍ତୁ ଶୁଦ୍ଧ ଭକ୍ତମାନଙ୍କର ସେ ଭାବନା ନଥାଏ। କାହିଁକି ଭାବନା ନଥାଏ? କାରଣ ସେମାନେ ଉପଯୁକ୍ତ ଗୁରୁ ପରମ୍ପରାରୁ ଶ୍ରବଣ କରିଥାନ୍ତି। ଆଉ ସେଇଥିପାଇଁ ଭଗବାନଙ୍କ ସହିତ ଭକ୍ତର ଗମ୍ଭୀର ସମ୍ବନ୍ଧ ଥାଏ ବୈଦିକ ଶାସ୍ତ୍ର ଅନୁସାରେ। ଏବଂ ଶେଷରେ ଆମେ ପଢ଼ିଲେ କି ଏଇ ସ୍ତର ଜଣେ ପ୍ରାପ୍ତ ହେବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ ନା ପରମ୍ପରାରେ ଆସୁଥିବା ଶ୍ରୋତୁ ମାନେ ଯେଉଁମାନେ ପ୍ରାମାଣିକ ଭକ୍ତ ବୈଷ୍ଣବ ତାଙ୍କ ମୁଖରୁ ଆମେ ଭଗବାନଙ୍କର କଥା ଶ୍ରବଣ କରିବାକୁ ପଡ଼ିବ। ତାହେଲେ ଯାଇ ଆମେ ଏଇ ସ୍ଥିତି ଲାଭ କରିପାରିବା, ଆଜି ନହେଲେ କାଲି। ସେଥିପାଇଁ ପ୍ରଭୁପାଦ ଭାଗବତ କଥା ଶ୍ରବଣକୁ ମହତ୍ୱପୂର୍ଣ୍ଣ ଦେଇଛନ୍ତି। ହରିନାମ ଜପ କରିବା ଆଉ ଭାଗବତ କଥା ଶ୍ରବଣ କରିବା, ଶ୍ରବଣ କୀର୍ତ୍ତନ ଏଇ ଦୁଇଟାକୁ ଆମକୁ କଣ୍ଟିନ୍ୟୁ କରିବାକୁ ପଡ଼ିବ। ଏଥିରେ କମ୍ପ୍ରମାଇଜ୍ କରିବା କଥା ନୁହେଁ। ଜଣେ ସେତେବେଳେ ଭଗବତ ନାମକୁ ସଠିକ ଭାବରେ ନେଇପାରିବ, ଭଗବତ ଆରାଧନା କରିପାରିବ, ଅନ୍ୟ ସମସ୍ତ ଭକ୍ତି ଅଙ୍ଗକୁ ପ୍ରଗାଢ଼ ଭାବରେ ଗ୍ରହଣ କରିପାରିବ ଯଦି ସେ ଶ୍ରବଣ ଅଙ୍ଗକୁ ସଠିକ ଭାବରେ ଆଚରଣ କରେ। ବହୁତ ବହୁତ ଧନ୍ୟବାଦ। ଶ୍ରୀଲ ପ୍ରଭୁପାଦ କି ଜୟ, ସମବେତ ଭକ୍ତ ବୃନ୍ଦ କି ଜୟ। ତାय ଗୌର ପ୍ରେମାନନ୍ଦେ ହରି।